ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶଳ ଗ୍ରାମ ପଞ୍ଚାୟତ କୋଚିଲାବାଙ୍କ ଆନୁକୂଲ୍ୟରେ ବୀର ବିର୍ସା ମୁଣ୍ଡା ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ପ୍ରଧାନ ଯୋଗଦେବା ସହିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାସବିହାରୀ ବେହେରା, ବିରାଶଳ ଗ୍ରାମ ପଞ୍ଚାୟତର ମଣ୍ଡଳ ସଭାପତି ସନାତନ ସାହୁ, ବିରାଶଳ ସରପଞ୍ଚ ଅଭିମନ୍ୟୁ ସେଠୀ, ବିରାଶଳର ସମାଜସେବୀ ହରେଶ ବେହେରା, ରାଇବୋଲ ଗ୍ରାମ ପଞ୍ଚାୟତର ବୁଥ ସଭାପତି ଦୁଃଖିଆ ସୋରେନ, ସମାଜସେବୀ ନୃସିଂହ ସୋରେନ, ମରୁଆବିଲ ଗ୍ରାମ ପଞ୍ଚାୟତର ଜୟନ୍ତ ମହାନ୍ତ, ଧନେଶ୍ୱର ମହାନ୍ତ ଯୋଗଦାନ କରିଥିଲେ। ଏ ଗ୍ରାମଟି ଛୋଟ ହେଲେ ସୁଦ୍ଧା ସମସ୍ତଙ୍କୁ ଖୁସି ଦେଇଥାଏ। ପ୍ରତ୍ୟେକ ବର୍ଷ କୋଚିଲାବାଙ୍କ ଗ୍ରାମର ଚତୁଃପାର୍ଶ୍ୱରୁ ପ୍ରତ୍ୟେକ ଗ୍ରାମରୁ ଶହ ଶହ ଲୋକ ଆସିଥାନ୍ତି ଏବଂ ବୀର ବିର୍ସା ମୁଣ୍ଡାଙ୍କୁ ଭାବନା ରୂପେ ପୂଜା କରିଥାନ୍ତି। ସନ୍ଧ୍ୟାବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଏ। ସନ୍ଧ୍ୟା 4ଟା ସମୟରୁ ରାତି 12 ପର୍ଯ୍ୟନ୍ତ ଆଦିବାସୀ ନାଚ ଗୀତ ଚାଲେ। ଶେଷରେ ନିଜ ନିଜ ଘରକୁ ଆନନ୍ଦର ସହିତ ଫେରି ଯାଇଥାନ୍ତି। କଙ୍କଡ଼ାହାଡ଼ରୁ ହରିଶ୍ଚନ୍ଦ୍ର ମହାଙ୍କୁଡ଼ଙ୍କ ରିପୋର୍ଟ, G9 ଓଡ଼ିଆ।